ଆମ ସପ୍ତମ ଶ୍ରେଣୀ ଛାତ୍ର ଅଟେ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଗୁରୁମା ବୃନ୍ଦ, ଏଠାରେ ଥିବା ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ହେଉଛି ଜାନୁଆରୀ 26 ତାରିଖ ସାଧାରଣତନ୍ତ୍ର ଦିବସ। ମୋତେ ଏ ଦିବସରେ କିଛି କହିବାକୁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟବାଦ କରୁଅଛି। ଆମ ଦେଶ ଭାରତ 1947 ମସିହା ଅଗଷ୍ଟ 15 ତାରିଖ ଦିନ ସ୍ୱାଧୀନ ହୋଇଥିଲା, କିନ୍ତୁ ଆମ ଦେଶର ଆଇନ କାନୁନ ଆରମ୍ଭ ହୋଇନଥିଲା। 1950 ମସିହା ଜାନୁଆରୀ 26 ତାରିଖ ଦିନ ଆଇନ ପ୍ରଚଳନ ଆରମ୍ଭ ହୋଇଥିଲା। ଡକ୍ଟର B.R. ଆମ୍ବେଦକର 2 ବର୍ଷ 11 ମାସ 18 ଦିନ ଧରି ଆଇନ ପ୍ରଚଳନ କରିଥିଲେ। ସମ୍ବିଧାନ ଅନୁସାରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପରିଚାଳିତ ହୋଇଥିଲା। ଡକ୍ଟର B.R. ଆମ୍ବେଦକର ସମ୍ବିଧାନର ଜନକ ବୋଲି କୁହାଯାଏ। ସମ୍ବିଧାନ ଅନୁସାରେ ଆମ ଦେଶ ସମ୍ବିଧାନ ଆମକୁ ସ୍ୱାଧୀନତା, ଧର୍ମ, ସଂସ୍କୃତି ଓ ଶିକ୍ଷା ଇତ୍ୟାଦି ମୌଳିକ ଅଧିକାର ପ୍ରଦାନ କରେ। ଏହି ଦିନ ଆମ ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ ଗାନ କରିଥାନ୍ତି। ଏତିକି ମୁଁ ବକ୍ତବ୍ୟ କରି ଜୟ ହିନ୍ଦ, ଜୟ ଭାରତ। ବହୁତ ବହୁତ ଧନ୍ୟବାଦ ସାଇ ସୁରଭ ଭୂୟାଁ। ବର୍ତ୍ତମାନ ପରବର୍ତ୍ତୀ ଛାତ୍ର